କିନ୍ତୁ ପୂର୍ବତନ ବିଧାୟକ ଯେଉଁ ଥିଲେ ତାଙ୍କୁ ଦେଖା କରିବା ତ ଦୂରର କଥା, ତାଙ୍କୁ ଲୋକ ଦେଖିବା ପାଇଁ ବି ପାଆନ୍ତି ନାହିଁ। ତାଙ୍କୁ ଯିଏ ଦେଖା କରିବା ପାଇଁ ଚାହେଁ ତାଙ୍କୁ ଯିବାକୁ ପଡ଼େ କଟକ CDO6 ଯିବାକୁ ପଡ଼ୁଥିଲା। ତ୍ରିଲୋଚନ ବେହେରା ନିଆଳି ମଣ୍ଡଳ ସଂଯୋଜକ। ଦେଖନ୍ତୁ ବିଧାୟକ ନିର୍ବାଚନ ବେଳେ ଗୋଟେ କଥା ଦେଇଥିଲେ ଯେ ସେ ପ୍ରଶାସନ ଲୋକଙ୍କ ପାଖକୁ ଆସିବ ଏବଂ ଲୋକମାନଙ୍କର ସମସ୍ୟା ସୁବିଧା ସବୁ ବିଧାୟକ ହିଁ ବୁଝିବେ। ଯାହା କଥା ଦେଇଥିଲେ କଥାରେ କି ତା ପାଳନ କରିଛନ୍ତି ନିଆଳି ନିର୍ବାଚନ ମଣ୍ଡଳୀର ଉଦୀୟମାନ ଯୁବ ନେତା ଲୋକପ୍ରିୟ ବିଧାୟକ ଶ୍ରୀ ଛବି ମଲ୍ଲିକ ମହୋଦୟ, ଯେଉଁଟାକି ସାଧାରଣ ଲୋକଟିଏ ଯାଇପାରୁନଥିଲେ ତାଙ୍କର ଅଭିଯୋଗଟା ଦେବା ପାଇଁକି ପ୍ରଶାସନଙ୍କ ପାଖକୁ। ସେମାନେ ଆଜି ଆମର ନିଆଳି ଏବଂ ମାଧବ ଦୁଇଟି ମଣ୍ଡଳ ମାନେ 12ଟି ପଞ୍ଚାୟତର ଅଭିଯୋଗ ଆଜି ଏଠି ଶୁଣାଯାଉଛି। ଆପଣମାନଙ୍କ ଭିଜୁଆଲ ମାଧ୍ୟମରେ ଦେଖିପାରୁଥିବେ ବହୁ ହ୍ୟାଣ୍ଡିକ୍ୟାପ୍ଟ ଲୋକ ଅଛନ୍ତି, ସେମାନେ ମାନେ ତାଙ୍କର ଭତ୍ତାଟି ପାଇପାରୁନାହାନ୍ତି ଏବଂ ଗୋଟେ ବିଧବା ଲୋକଟେ ଯଦି ତାଙ୍କ ବିଧବା ହେଇସାରିଲା ପରେ ତାଙ୍କର ଯେଉଁ ମୁଖ୍ୟମନ୍ତ୍ରୀ ଫଣ୍ଡରୁ ଯେଉଁ 20,000 ଟଙ୍କା ପାଏ ତାକୁ ମଧ୍ୟ ପାଇପାରୁନାହାନ୍ତି। ଏଇଭଳି ବିଭିନ୍ନ ପ୍ରକାର ଅଭିଯୋଗ ଏବଂ ରାସ୍ତାଘାଟର ସମସ୍ୟା ଆଜି ବହୁତ ସମସ୍ୟା ଆଜି ଥିଲା, ଯେଉଁ ସମସ୍ୟା କି ଆଜି ଲୋକ ଏବଂ ସରକାର ଉଭୟଙ୍କ ପାଇଁ କଥା ହେଇପାରୁଛନ୍ତି ଏବଂ ସାଧାରଣ ଲୋକ ତା ମନ କଥାଟି ଆସି ବିଧାୟକଙ୍କୁ ଖୋଲିକି କହିପାରୁଛି ଏବଂ ବିଧାୟକ ମଧ୍ୟ ଆଜି ଉପସ୍ଥିତ ରହି ସମସ୍ତଙ୍କ କଥାକୁ ନିର୍ଭୁଲ ଭାବରେ ଶୁଣୁଛନ୍ତି ଏବଂ ଯାହା ପାଇଁ ଯେଉଁଠି ଯାହା ଆକ୍ସନ୍ ନେବାକୁ ପଡ଼ୁଛି ସାଙ୍ଗେ ସାଙ୍ଗେ ସେ ଡିପାର୍ଟମେଣ୍ଟ ଡାକି ତା ପାଇଁ ତଦାରଖ ମଧ୍ୟ କରୁଛନ୍ତି, ଯେଉଁଟାକି 24 ବର୍ଷ ଭିତରେ ଯାହା ଲୋକ ଦେଖିନଥିଲେ ଏବଂ ନିଆଳି ନିର୍ବାଚନ ମଣ୍ଡଳୀରେ ଯାହା ନଥିଲା ତା ଘଟଣା ଆଜି ବର୍ତ୍ତମାନ ଦେଖିବା ପାଇଁ ମିଳୁଛି ଏବଂ ଆଗକୁ ବହୁତ ପଦକ୍ଷେପ ବିଧାୟକ ନେବେ, ଯେଉଁଟାକି ନିଆଳିରେ ଆଲୋକୀକରଣ ବ୍ୟବସ୍ଥା କରାଗଲା। କିନ୍ତୁ ବହୁ ପଦକ୍ଷେପ ଆଗକୁ ନେଇଛନ୍ତି। ବିଧାୟକ ଟିକେ କଥା କମ୍ କୁହନ୍ତି, କାମ ବେଶୀ କରି ଦେଖାନ୍ତି। ଆପଣମାନେ ଦେଖନ୍ତୁ ମାତ୍ର ବର୍ଷକର ତ ସରକାର ହେଲା, ଆହୁରି ଅନେକ ଦିନ ଅଛି। ବିଧାୟକ କ'ଣ କରିବେ ତାଙ୍କ କାର୍ଯ୍ୟ ଆପଣମାନେ ହିଁ ଜାଣିପାରିବେ। ଦେଖନ୍ତୁ ସେତେବେଳେ ବିଜୁ ଜନତା ଦଳରେ ସରକାର ଜଣେ ଲୋକ ଥିଲେ, ତାଙ୍କର ସେଠି ଲୋକଙ୍କ କଥା ବୁଝା ଜଣା। ଇଏ ହେଉଛି ଲୋକଙ୍କ ସରକାର, ଲୋକଙ୍କ ପାଇଁ ସରକାର। ସେଥିପାଇଁ ଏଠି ଆସିକି ଆମ ବିଧାୟକ ଲୋକଙ୍କ ସାଙ୍ଗରେ ପହଞ୍ଚୁଛନ୍ତି ଏବଂ ସାଧାରଣ ଲୋକଙ୍କ ପାଖରେ ତାଙ୍କ ସମସ୍ୟାଟା ବୁଝିପାରୁଛନ୍ତି। ସାଧାରଣ ଗରିବ ଲୋକଟିଏ ତାର ସମସ୍ୟା ତ ଜଣାଇ ନପାରେ, ତା ଦୁଃଖ ବୁଝିବା ପାଇଁ ଆଜି ବିଧାୟକ ନିଜେ ଓହ୍ଲେଇ ଆସିଛନ୍ତି ତାଙ୍କ ବାସଭବନରୁ ନିଆଳି କାର୍ଯ୍ୟାଳୟକୁ। କିନ୍ତୁ ପୂର୍ବତନ ବିଧାୟକ ଯେଉଁ ଥିଲେ ତାଙ୍କୁ ଦେଖା କରିବା ତ ଦୂରର କଥା, ତାଙ୍କୁ ଲୋକ ଦେଖିବା ପାଇଁ ବି ପାଆନ୍ତି ନାହିଁ। ତାଙ୍କୁ ଯିଏ ଦେଖା କରିବା ପାଇଁ ଚାହେଁ ତାଙ୍କୁ ଯିବାକୁ ପଡ଼େ କଟକ CDO6 ଯିବାକୁ ପଡ଼ୁଥିଲା ଏବଂ ସେ ଲୋକ ପାଖରେ ସେ ପଇସା ପତ୍ର ଖର୍ଚ୍ଚ କରି ଦେଖା କରିବା ସମ୍ଭବ ହୋଇପାରୁନା। ସେଠିକି କେବଳ ବଡ଼ ବଡ଼ କଣ୍ଟ୍ରାକ୍ଟର ଏବଂ କୁଜି ନେତାମାନେ ହିଁ ଦେଖା କରିବାକୁ ଯାଆନ୍ତି, ଲୋକମାନଙ୍କ କାମ ନେଇ ଦେଖା କରିବାକୁ ଯାଆନ୍ତି। ତେଣୁ ଆମର ବିଧାୟକ ସେ ଯେଉଁ ଇଞ୍ଜିନିୟର ଛବି ମଲ୍ଲିକ ମଧ୍ୟ ସେ ବର୍ତ୍ତମାନ ଲୋକମାନଙ୍କୁ ତାଙ୍କର ସମସ୍ୟା ଶୁଣିବା ପାଇଁ ଲୋକମାନଙ୍କ ପାଖରେ ସାଧାରଣ ଲୋକଙ୍କଠୁ ତାଙ୍କ କଥା ଶୁଣୁଛନ୍ତି। ଗୋଟେ ମାଉସୀଟିଏ ତା ଭତ୍ତା ପାଇପାରୁନାହିଁ କି ଗୋଟେ ବୁଢ଼ୀ ଲୋକଟିଏ ତାର ଆଜି ବାର୍ଦ୍ଧକ୍ୟ ଭତ୍ତାଟିଏ ହେଇପାରୁନାହିଁ କି ଗୋଟେ ହ୍ୟାଣ୍ଡିକ୍ୟାପ୍ଟ ଲୋକଟିଏ ଯଦି କେହି ନାହାନ୍ତି ତାକୁ ବି କେଉଁଠି ତାର ଡିଜାବିଲିଟି ଭତ୍ତାଟିଏ ବି ହେଇପାରୁନି, ସେମାନଙ୍କ ଦୁଃଖକୁ କିପରି ବୁଝାଯିବ ତା ପାଇଁ ଜନଶିବିର ଖୋଲି ବିଧାୟକ ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ ଆଗକୁ ନେଇଛନ୍ତି। ଏଟା ଆରମ୍ଭ ମାତ୍ର, ଆଗକୁ ଦେଖନ୍ତୁ କେତେ କ'ଣ କାର୍ଯ୍ୟକ୍ରମ ଚାଲିବ ଏବଂ ନିଆଳି ନିର୍ବାଚନ ମଣ୍ଡଳୀ ସାରା ଓଡ଼ିଶାର 1 ନମ୍ବର ନିର୍ବାଚନ ମଣ୍ଡଳୀ ହେବ। ମୋ ନାଁ ସ୍ୱର୍ଣ୍ଣମୟୀ ସିହ୍ନା। ମୋର ରିଜେକ୍ଟ ହେଇଯାଇଛି, ସୁଭଦ୍ରା ଯୋଜନାର ରିଜେକ୍ଟ ହେଇଯାଇଛି। ମୁଁ ଦୁଇ ଥର ଆସିକି CDPO ମ୍ୟାଡ଼ାମକୁ ଅଭିଯୋଗ ଜଣାଇଥିଲି, ଆପ୍ଲିକେସନ୍ ମଧ୍ୟ ଦେଇକି ଅଭିଯୋଗ ଜଣାଇଥିଲି, ଆଉ କିଛି ଏପର୍ଯ୍ୟନ୍ତ ଶୁଣି ନାହାନ୍ତି। ସେଥିପାଇଁ ଆଜି ଜନଶୁଣାଣି ଥିଲା, ଆଜି ସାର୍ଙ୍କ ପାଖକୁ ଆସିଥିଲି। ନା ଏଇଟା ବହୁତ ଭଲ ସୁବିଧା ରହିଛି। ଜନଶୁଣାଣିଟା ଆମର ନିଜର ଅଭିଯୋଗଟା ଆମେ ଜଣାଇ ପାରୁଛୁ, ଆଉ ଭାବୁଛୁ ଆଗକୁ ଏଥିରେ ବି ଉପକୃତ ହୋଇପାରିବୁ ବୋଲି କହିଛନ୍ତି। ତ ଲେଖିକି ରଖିଲେ କହିଲେ CDPO ମ୍ୟାଡ଼ାମକୁ ବି ଆମେ ଜଣାଇବୁ। ମୁଁ କହିଲି ମୁଁ ଦୁଇ ଥର ଆଗରୁ ବି ଦେଇଛି, ଆମର କିଛି ବି ଶୁଣି ନାହାନ୍ତି ମୋ କଥା। କହିଛନ୍ତି ତ ସାର୍ ଲେଖିକି ରଖିଛନ୍ତି, ଯାହା କରିବେ। ଜନଶୁଣାଣି ଯେଉଁଟା ହେଉଛି ଆମେ ଯେଉଁଭଳି ଭାବରେ ଆମର ଜୋନ୍ ୱାଇଜ୍ ମଣ୍ଡଳ ୱାଇଜ୍ କରୁଛୁ, ୟା ଭିତରେ ଗୋଟେ ଜିନିଷ ହେଉଛି ନୂଆ ଅଭିଯୋଗ ବି ଆସୁଛି। ଯେମିତି ଗୋଟେ ହେଲ୍ଥ କାର୍ଡ଼ ଅଛି କିନ୍ତୁ ଦେଖିଲା ହସ୍ପିଟାଲ କହୁଛି ଯେ ତୁମ ନାଁ ବାହାରୁନି, ଗୋଟେ ଉଦାହରଣ ଦେଉଛି। ସେଭଳିଆ ବିଭିନ୍ନ ପ୍ରକାର ସମସ୍ୟା ଆସୁଛି। ସେ ସମସ୍ୟାକୁ ଆମେ କେମିତି ସମାଧାନ କରୁ ସେଥିପାଇଁ ଲାଗୁଛି। ତାପରେ ଆଉ ଗୋଟେ ଜିନିଷ ଏଇଟା ମୋତେ ଭାରି ଭଲ ଲାଗୁଛି ଯେ ଆମେ ଆଟଲିଷ୍ଟ ଲୋକଙ୍କ ପାଖରେ ପହଞ୍ଚି ପାରୁଛୁ, ଲୋକ ବି ଆସୁଛନ୍ତି। ଆମେ ଧର ଗୋଟେ ଦଳୀୟ ମିଟିଂ କରୁଛୁ, ମିଟିଂ ତ କାର୍ଯ୍ୟକର୍ତ୍ତା ଆସୁଛନ୍ତି, ସାଧାରଣ ଲୋକ ଆସୁଛନ୍ତି, କିନ୍ତୁ ପର୍ଟିକୁଲାର ଅଭିଯୋଗ ନେଇକରି କୌଣସି ରାଜନୈତିକ ମଞ୍ଚକୁ କେହି ଆସନ୍ତିନି। କିନ୍ତୁ ଏଠି ତ ଆଟଲିଷ୍ଟ ଆମେ ଗୋଟେ ଅଭିଯୋଗ ପାଉଛୁ ଯେ ଏଇ କାମ ହେଉନି, ସେଇଟା ହେଉଛି। ଆଉ ତାପରେ ବି କିଛି ଲୋକଙ୍କର ମୁଁ ଦେଖୁଛି ବ୍ୟକ୍ତିଗତ ସମସ୍ୟା ବି କହୁଛନ୍ତି, ବ୍ୟକ୍ତିଗତ ସମସ୍ୟା ବି ସମାଧାନ ହେଉଛି। ତେଣୁ ୟା ଦ୍ୱାରା ଗୋଟେ ଆମେ ଜନସାଧାରଣଙ୍କ ସାଙ୍ଗରେ ଆମେ ଜାଣ ରହୁଛୁ ଭଳିଆ ଲାଗୁଛି। ତେଣୁ ୟାପରେ ମୁଁ ଯେଉଁଭଳି ଭାବରେ କହୁଥିଲି ଆପଣମାନଙ୍କୁ, ଆମେ ପଞ୍ଚାୟତ ସ୍ତରରେ ବି ମଧ୍ୟ ଆମେ
चेष्टा करूँ जीवाई गलापर ये अधिकरू अधिक लोकंर समस्या जानी हो तो आठु बड़ अनुभूति कौन भल लगुच जहाँ आम लोक पाखक जापारू पहुँची पार्लु लोक भी आम पाखक आसुँच गोटे या द्वारा कौन हो गोटे संपर्क बढ़ुची गोटे भाईचारा भी बढ़ुची से भी जानूँ आम जो विधायक को भोट देलु ताकू आम अभियोग देलु से बहुत विश्वास रखुच्च विधायक कम करें तो ता भर किसी जिनस असुविधा हो कौन कि गोटे कम सरकार जो क्राइटेरिया अनुसार जदि कटिज से भी आमको भूल बुझीपारती जे विधायक आमर काटिदेले कलेनि तेणु आम भी बुझाऊँ जे ना यहाँ सरकार जो योजनार जो नियम अच्छी से नियम अनुसार हो दल मत निर्विशेष सबू जिनस समस्ते पातु तो तार भितर किसी समस्या निश्चित आगू हम जे लोकंर गोटे मन भितर धारणा रोचे जे आम विधायक को देदेलु कंप्लेनटा माने आमर 100% हबार अच्छे हम किंतु ता देहर भी किसी सीमारेखा अच्छी से सीमारेखा भितर जमी क्राइटेरिया रोचे जे यही क्राइटेरिया अनुसार हम सेटा गोटे समस्या निश्चित भाव में हम किंतु से समस्या हेले भी आम मु चाहूँगी जे सबू जनसाधारण को आम फेस करूँ प्रकृत जिनसटा को आम बुझेबू कहबू तेणु से अनुसार जहाँ हम जो जीव।